ମୁଁ ଆଜ୍ଞା ବାଲେଶ୍ୱର ଯିବା ଟାଇମ୍ରେ ଏତେ ଭିଡ଼ ଦେଖି ଅଟକି ଯାଇଥିଲି। ଏଇଟା ହଁ ଆଜ୍ଞା ସେଇ ଜାଗା ଯେଉଁଟାକି ମିତ୍ରପୁରର ଭାଇରାଲ ଲେକ୍ ବ୍ଲୁ ଲେକ୍ ନାଁରେ ପରିଚିତ। ମୁଁ ଏଠାରେ ରେସ୍କ୍ୟୁ ଟିମ୍ ଆଉ ଏତେ ଲୋକମାନଙ୍କ ଭିଡ଼ ଥିବା ଦେଖି ପଚାରି ଲୋକମାନେ ବୁଝିଲେ ଯେ ଏଠାରେ କ'ଣ ହେଇଛି। ତ ଲୋକମାନେ ମୋତେ ଜଣେଇଲେ ଯେ 3 ଜଣ ରିଲ୍ସ ବନେଇବାକୁ ଆସିଥିଲେ ଆଉ 2 ଜଣ ଏବେ ବୁଡ଼ି ଯାଇଛନ୍ତି। ତ ସେମାନେ 2 ଜଣଙ୍କୁ ଖୋଜା ଚାଲିଛି ଏବେ। ପୁରା 3ଟା ପିଲା ଆସିଥିଲେ ଦେଇକି ଫଟୋ ଉଠୁଥିଲେ, ଆଉ ଜଣେ କେଠି ବସି ଖାଉଥିଲେ, ଜଣେ ଖସି ପଡ଼ିଲା କି ଆଉ ଜଣେ ଯାଇଥିଲା ତାକୁ ଉଦ୍ଧାର କରିଦେଇଥିଲେ। ପହଁରା ଜାଣିନାହାନ୍ତି ସେ ଆମେ ଶୁଣିବାକୁ ପାଇଲେ ଯେ କିଏ ରିଲ୍ସ ବନଉଥିଲେ ବୋଲି ମାନେ ସେଇ ଉପରେ ଆଚ୍ଛା ସେଇ ଉପରେ ରିଲ୍ସ ବନଉଥିଲେ। ସେ ଉପରେ ସେ ଠିଆ ହେଇକି ଏରକେ ରହୁଥିଲା, ଇଏ ତଳୁ ଠିଆ ହେଇକି ସେ ଖସିଲା, ଇଏ ତାକୁ ଯାଇଥିଲା ବଞ୍ଚେଇ। ଆଚ୍ଛା 2 ଜଣ ତ ବୁଡ଼ି ଯାଇଛନ୍ତି। ସେମାନେ ସେଇଠି ପାଠ ପଢୁଥିଲେ ନା କ'ଣ? ବୁଲିବାକୁ ଆସିଥିଲେ। ଏପରିଆ ପିଲା ନୁହେଁ, ଭଦ୍ରକ ପିଲା। ଆଚ୍ଛା ମାନେ ସେଇ ଇୟର ଦୂରରୁ ବୁଡ଼ି। ତ ମୋତେ ଶୁଣିକି ଏଇ ଜିନିଷ ବହୁତ ଖରାପ ଲାଗିଲା। ତ ମୁଁ ଗୋଟେ ସଜେସନ୍ ସମସ୍ତଙ୍କ ପାଇଁ ରହିବ ମୋର, ଯେମାନେ ଭିଡ଼ିଓ ବନାଉଛନ୍ତି ରିଲ୍ସ କରୁଛନ୍ତି ଦେଖି ଚାହିଁ ଭିଡ଼ିଓ ବନାନ୍ତୁ, ନିଜ ଜୀବନକୁ କେବେ ରିସ୍କରେ ପକାନ୍ତୁ ନାହିଁ। ଆଉ ଗୋଟେ କଥା, ଏଇ ଭିଡ଼ିଓକୁ ବହୁତ ମାତ୍ରାରେ ସେୟାର କରନ୍ତୁ ଯେମିତିକି ତାଙ୍କ ଘର ଲୋକ ମଧ୍ୟ ଜାଣିପାରିବେ। ବାସ୍ ଏତିକି କହୁଛି। ଆଉ ଗୋଟେ କଥା, ଯଦି ନେକ୍ସଟ ଅପଡେଟ୍ ଜାଣିବାକୁ ଚାହୁଁଛନ୍ତି ତେବେ ଫଲୋ କରି ରଖନ୍ତୁ।